ବାହାଘର ବେଦୀର ହୋମନିଆରେ 7 ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିଲା ସ୍ତ୍ରୀ। ସୁନ୍ଦରୀ ସ୍ତ୍ରୀ ସୁଚିସ୍ମିତାକୁ ବାହା ହେଇ ବହୁତ ଖୁସି ଥିଲା ଧନେଶ୍ୱର। କିନ୍ତୁ ବାହାଘରର କିଛି ଦିନ ପରେ ଧନେଶ୍ୱରର ମୃତ୍ୟୁ ହୋଇଯାଇଥିଲା। ଆଉ ଏପଟେ ଘରେ ସ୍ୱାମୀର ଶବ ପଡ଼ିଛି, କିନ୍ତୁ ସୁନ୍ଦରୀ ବୋହୂ ଘରେ ନାହିଁ। କୁଆଡ଼େ ଗଲା ସୁନ୍ଦରୀ ବୋହୂ ସୁଚିସ୍ମିତା? ପୁରା ଘଟଣା ଜାଣିବାକୁ ଆସନ୍ତୁ ଆରମ୍ଭ କରିବା ଆଜିର କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। କଟକ ଜିଲ୍ଲା କତରାଉତପୁର ପାଟଣା ଅଞ୍ଚଳର ଗଙ୍ଗାଧରଙ୍କ ପୁଅ ଧନେଶ୍ୱର ସେହି ଗ୍ରାମର ସୁଚିସ୍ମିତାକୁ ପସନ୍ଦ କରୁଥିଲେ। ଧନେଶ୍ୱର ଘରେ ଏକଥା ଜଣାଇବା ପରେ ଧନେଶ୍ୱରଙ୍କ ପରିବାର ଲୋକେ ସୁଚିସ୍ମିତା ପରିବାର ସହିତ କଥାବାର୍ତ୍ତା କରି ବାହାଘର ବଡ଼ ଧୁମଧାମରେ କରାଇଥିଲେ। କିଛିଦିନ ସବୁକିଛି ଠିକ୍ଠାକ୍ ଚାଲିଥିଲା, କିନ୍ତୁ ଦିନେ ରାତିରେ ଧନେଶ୍ୱରଙ୍କର ମୃତ୍ୟୁ ଅଚାନକ ହୋଇଯାଇଥିଲା। ଘରେ ପୁଅ ଧନେଶ୍ୱରର ମର ଶରୀର ପଡ଼ିଥିଲା, ଆଉ ବୋହୂ ଘରେ ନଥିଲା। ପୁଅକୁ ମାରି ବୋହୂକୁ କିଏ କିଡ଼ନାପ୍ କରି ନେଇଯାଇନି ତ? ନା ଆଜ୍ଞା, ବୋହୂକୁ କେହି କିଡ଼ନାପ୍ କରିନଥିଲେ। ବୋହୂ ସୁଚିସ୍ମିତା ପୁଅ ଧନେଶ୍ୱରକୁ ମାରି ପୁରୁଣା ପ୍ରେମିକ ସହିତ କୁଆଡ଼େ ଫେରାର ହୋଇଯାଇଥିଲା ବୋଲି ଧନେଶ୍ୱରର ବାପା ଅଭିଯୋଗ କରିଥିଲେ। ଅସଲ କଥା ହେଲା, ବୋହୂ ସୁଚିସ୍ମିତା ପୂର୍ବରୁ ଅନ୍ୟ ଜଣକୁ ଭଲ ପାଉଥିଲା। ଯେତେବେଳେ ଧନେଶ୍ୱର ସୁଚିସ୍ମିତାକୁ ବାହା ହେବାକୁ କହିଲା ଆଉ ଘରେ ପ୍ରସ୍ତାବ ପଡ଼ି ବାହାଘର ଫାଇନାଲ୍ ହେଲା, ସେତେବେଳେ ପରିବାର ଲୋକଙ୍କ କଥା ନ ମାନିବା ଛଡ଼ା ଆଉ କିଛି ରାସ୍ତା ନଥିଲା ସୁନ୍ଦରୀ ସ୍ତ୍ରୀ ସୁଚିସ୍ମିତା ପାଖରେ। ବାଧ୍ୟ ହୋଇ ଧନେଶ୍ୱରକୁ ବାହା ହେବାକୁ ରାଜି ସିନା ହୋଇଗଲା, କିନ୍ତୁ ପୁରୁଣା ପ୍ରେମିକକୁ ଭୁଲି ପାରିନଥିଲା ସୁଚିସ୍ମିତା। ଧନେଶ୍ୱର ବାପାଙ୍କ କହିବା କଥା, କିଛି ଦିନ ପରେ ସୁଚିସ୍ମିତାର ବ୍ୟବହାରରେ ପରିବର୍ତ୍ତନ ଆସିଲା। ଧୀରେ ଧୀରେ ବୋହୂର ସବୁ ଚୋରାପିରତି ସାମ୍ନାକୁ ଆସିବାକୁ ଲାଗିଲା, ଯାହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡ଼ା ମଧ୍ୟ ଲାଗି ରହୁଥିଲା। ଆଉ ସୁଯୋଗ ଦେଖି ପୁଅ ଧନେଶ୍ୱରକୁ ମାରି ସବୁ ଅଳଙ୍କାର ନେଇ ପୁରୁଣା ପ୍ରେମିକ ସହିତ କୁଆଡ଼େ ଫେରାର ହୋଇଗଲା। ଏପଟେ ସ୍ୱାମୀର ମୃତଦେହ ଘରେ ପଡ଼ିଛି, ସେପଟେ ପ୍ରେମିକ ସହିତ ଫେରାର ହୋଇଯାଇଛି ସୁନ୍ଦରୀ ବୋହୂ ସୁଚିସ୍ମିତା। ବାପା କାନ୍ଦି କାନ୍ଦି କହୁଛି, ପୁଅକୁ ବାହା ନ କରିବ ନାହିଁ ପଛେ ଏମିତି ବୋହୂକୁ କେବେ ବୋହୂ କରି ଘରକୁ ଆଣିବନି। ମୋ ସଂସାର ନ ରହିଥିଲେ ଚଳିଥାନ୍ତା, ଏମିତି ଧୋକେବାଜ ଝିଅକୁ ବୋହୂ କରି ଆଣି ମୁଁ ମୋ ପୁଅକୁ ଆଜି ସବୁଦିନ ପାଇଁ ହରେଇ ଦେଲି। କାନ୍ଦି କାନ୍ଦି ବାପା ଆଖିରୁ ଲୁହ ଶୁଖୁନଥିଲା। ଏ ଘଟଣାକୁ ବିତିଗଲାଣି 2 ବର୍ଷ, ହେଲେ ଆଜି ପର୍ଯ୍ୟନ୍ତ ଧନେଶ୍ୱର ପରିବାରକୁ ନ୍ୟାୟ ମିଳିପାରିନି। ବାପା ଆଖିରୁ ଲୁହ ଶୁଖୁନି। ଯଦି ଏ ଘଟଣା ସତ, ତେବେ ଏମିତି ଝିଅକୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆମେ ଆସିବୁ ପୁଣି ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।